ଆଜିର ପ୍ରଥମ କୋଶ୍ଚିନ୍, କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ? କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ? ଉତ୍ତର, ଚାତକ ପକ୍ଷୀ। କୋଶ୍ଚିନ୍, ପାଟନା ସହର କେଉଁ ନଦୀ କୂଳରେ ଅବସ୍ଥିତ? ପାଟନା ସହର କେଉଁ ନଦୀ କୂଳରେ ଅବସ୍ଥିତ? ଉତ୍ତର, ଗଙ୍ଗା ନଦୀ। କୋଶ୍ଚିନ୍, ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? ଉତ୍ତର, 2-10-1879 ମସିହାରେ। କୋଶ୍ଚିନ୍, ସ୍ୱାଭବ କବି କାହାକୁ କୁହାଯାଏ? ସ୍ୱାଭବ କବି କାହାକୁ କୁହାଯାଏ? ଉତ୍ତର, ଗଙ୍ଗାଧର ମେହେରଙ୍କୁ। କୋଶ୍ଚିନ୍, ଆଜି ପର୍ଯ୍ୟନ୍ତ ଆପଣ ନିଜ ଶରୀରର କେଉଁ ଜିନିଷ ଅଧିକ ଥର ବାହାରକୁ ବାହାର କରିଛନ୍ତି? ଉତ୍ତର, ନିଶ୍ୱାସ। କୋଶ୍ଚିନ୍, ୱିଙ୍ଗ କମାଣ୍ଡର କେଉଁ ବାହିନୀର ଏକ ପଦ ଅଟେ? ୱିଙ୍ଗ କମାଣ୍ଡର କେଉଁ ବାହିନୀର ଏକ ପଦ ଅଟେ? ଉତ୍ତର, ଆକାଶ ବାହିନୀ। କୋଶ୍ଚିନ୍, ମାଛକୁଣ୍ଡ ନଦୀବନ୍ଧ ଯୋଜନା କେଉଁ ରାଜ୍ୟରେ ଅବସ୍ଥିତ? ମାଛକୁଣ୍ଡ ନଦୀବନ୍ଧ ଯୋଜନା କେଉଁ ରାଜ୍ୟରେ ଅବସ୍ଥିତ? ଉତ୍ତର, ଓଡ଼ିଶା। କୋଶ୍ଚିନ୍, ଜଣେ ପୁଅ ତା ପିତାକୁ ସମସ୍ତଙ୍କ ଆଗରେ ନିଆଁ ଲଗାଇ ଦେଲା, କିନ୍ତୁ କେହି ବି ତାକୁ ମନା କଲେ ନାହିଁ। ଉତ୍ତର, ପୁଅ ଜଣକ ତା ବାପାଙ୍କ ଅନ୍ତିମ ସଂସ୍କାର କରୁଥିଲା। କୋଶ୍ଚିନ୍, ମୋ ପାଖକୁ ଛୋଟ ବଡ଼ ସବୁ ଆସିଥାଏ, ଛୋଟ ସିନା ଖସିଯାଏ, ବଡ଼ ରହିଯାଏ। ମୋ ପାଖକୁ ଛୋଟ ବଡ଼ ସବୁ ଆସିଥାଏ, ଛୋଟ ସିନା ଖସିଯାଏ, ବଡ଼ ରହିଯାଏ। ଉତ୍ତର, ଚାଲୁଣି। କୋଶ୍ଚିନ୍, ଓଡ଼ିଶାର ପ୍ରଥମ ରାଜଧାନୀର ନାମ କ'ଣ? ଓଡ଼ିଶାର ପ୍ରଥମ ରାଜଧାନୀର ନାମ କ'ଣ? ଉତ୍ତର, କଟକ। କୋଶ୍ଚିନ୍, ତାହା କ'ଣ ଯାହାର ପେଟ ଭିତରକୁ ଆଙ୍ଗୁଳି ପୂରାଇଲେ ଆପଣ ବହୁତ ଖୁସି ହୁଅନ୍ତି? ତାହା କ'ଣ ଯାହାର ପେଟ ଭିତରକୁ ଆଙ୍ଗୁଳି ପୂରାଇଲେ ଆପଣ ବହୁତ ଖୁସି ହୁଅନ୍ତି? ଉତ୍ତର, ମୁଦି। କୋଶ୍ଚିନ୍, ତୁଳସୀ କ୍ଷେତ୍ର କାହାକୁ କୁହାଯାଏ? ତୁଳସୀ କ୍ଷେତ୍ର କାହାକୁ କୁହାଯାଏ? ଉତ୍ତର, କେନ୍ଦ୍ରାପଡ଼ା। କୋଶ୍ଚିନ୍, ଭାରତରେ ପ୍ରଥମ ଡାକଘର କେଉଁଠାରେ ସ୍ଥାପନା କରାଯାଇଥିଲା? ଭାରତର ପ୍ରଥମ ଡାକଘର କେଉଁଠାରେ ସ୍ଥାପନ କରାଯାଇଥିଲା? ଉତ୍ତର, ମାଡ୍ରାସ। କୋଶ୍ଚିନ୍, ସଂସ୍କୃତ ବ୍ୟାକରଣ କିଏ ଲେଖିଥିଲେ? ସଂସ୍କୃତ ବ୍ୟାକରଣ କିଏ ଲେଖିଥିଲେ? ଉତ୍ତର, ପାଣିନି ଲେଖିଥିଲେ। କୋଶ୍ଚିନ୍, ରବୀନ୍ଦ୍ରନାଥ ଟାଗୋରଙ୍କ ସାଙ୍କେତିକ ନାମ କ'ଣ? ରବୀନ୍ଦ୍ରନାଥ ଟାଗୋରଙ୍କ ସାଙ୍କେତିକ ନାମ କ'ଣ? ଉତ୍ତର, ଗୁରୁଦେବ। କୋଶ୍ଚିନ୍, ଏମିତି କେଉଁ ଡ୍ରେସ୍ ଯାହାକୁ ଆମେ ପିନ୍ଧି ପାରିବା ନାହିଁ? ଏମିତି କେଉଁ ଡ୍ରେସ୍ ଯାହାକୁ ଆମେ ପିନ୍ଧି ପାରିବା ନାହିଁ? ଉତ୍ତର, ଆଡ୍ରେସ୍। କୋଶ୍ଚିନ୍, କେଉଁ ଜିନିଷ ପ୍ରଥମ ଓ ଦ୍ୱିତୀୟ ଥର ମାଗଣାରେ ମିଳେ, କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡ଼େ? ଉତ୍ତର, ଦାନ୍ତ। କୋଶ୍ଚିନ୍, ଯୋଗ ଦିବସ କେବେ ପାଳନ କରାଯାଏ? ଯୋଗ ଦିବସ କେବେ ପାଳନ କରାଯାଏ? ଉତ୍ତର, ଜୁନ୍ 21 ତାରିଖରେ।